ଜୟଗୁରୁ ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ଗୋଟିଏ ସରଳ ଛୋଟ ପ୍ରଶ୍ନଟିଏ ପଚାରିବାକୁ ଚାହୁଁଛି। ସନ୍ଧ୍ୟା ହେଲେ ଆପଣ କ'ଣ କରନ୍ତି? ନିତିଦିନ ଭଳି ସେହି କର୍ମରେ ବ୍ୟସ୍ତ ରୁହନ୍ତି, ନା ଅଫିସ୍ କିମ୍ବା କାମରୁ ଫେରି ଟିଭି ଦେଖନ୍ତି, ମୋବାଇଲରେ ସମୟ କାଟନ୍ତି, ନା ଖାଇସାରି ବିଶ୍ରାମ କରନ୍ତି? କିନ୍ତୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କୁହନ୍ତି, ଅନେକ ଧରେ ଅନେକ କରେ, ନାହିଁ ସଙ୍ଗତି ଜ୍ଞାନ, ନିଷ୍ଠା ନିପୁଣ ନୁହେଁ କାମେ, ଅନ୍ୟ ଦିଗେ ଟାଣ। ସନ୍ଧ୍ୟା ପ୍ରାର୍ଥନା ହେଉଛି ଦିନ ସାରାର ହିସାବ କିତାବ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମେ କ'ଣ କଲୁ, କେଉଁଠି ଭଲ କଲୁ, କେଉଁଠି ଭୁଲ କଲୁ, କେଉଁଠି ରାଗ କଲୁ, କେଉଁଠି ଦୁଃଖ ପାଇଲୁ, ଏହି ସବୁର ଉତ୍ତର ମିଳେ ସନ୍ଧ୍ୟା ପ୍ରାର୍ଥନାରେ। ଜନ୍ମ ଜନ୍ମ ରହି ଭୁଲ में नहीं पाया भेदा, काल कर्म के जाल में रही भोगत खेदा। ମଣିଷ ଏହି ଭୋଗବିଳାସର ମାୟା ଜାଲରେ ନିଜର ଲକ୍ଷ୍ୟକୁ ଭୁଲି ଯାଉଛି। ସମୟ ଦିନେ ସରିଯିବ, ସେତେବେଳେ ନିଜର ଭୁଲଟା ଆଉ ଠିକ୍ ହୋଇଯିବନି, ସେତେବେଳେ ଆଉ ଗୋଟେ ସୁଯୋଗ ଆମକୁ ମିଳିବନି। ତେଣୁ ହେ ମୋର ପ୍ରିୟ ବନ୍ଧୁଗଣମାନେ, ସମୟ ଆଗରୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ସନ୍ଧ୍ୟା ପ୍ରାର୍ଥନା କାହିଁକି ଆମ ପାଇଁ ଏତେ ଜରୁରୀ। ଶ୍ରୀ ଶ୍ରୀ ଠାକୁର ଏହା ବିଷୟରେ କ'ଣ କହିଛନ୍ତି ଏବଂ ଏହାକୁ ଠିକ୍ ଭାବରେ କିପରି କରିବେ। ତେଣୁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବନ୍ଧୁଗଣ, ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନରେ ଏହି ସନ୍ଧ୍ୟାର ସମୟ ଥିଲା ଅତ୍ୟନ୍ତ ପବିତ୍ର। ଆତ୍ମସମର୍ପଣ କରିବାର ସବୁଠୁ ଭଲ ସମୟ। ଦିନ ସାରା ସମସ୍ତ କାମ ସରିଗଲା ପରେ ଏହି ଶରୀର କ୍ଳାନ୍ତ, ମନ ଅଶାନ୍ତ, କିନ୍ତୁ ଏହି ସମୟରେ ଯିଏ ପ୍ରାର୍ଥନାରେ ବସେ, କାରଣ ଖାଲି ନିଜର କର୍ତ୍ତବ୍ୟ ବୋଲି ନୁହେଁ, ଇଷ୍ଟୈକ ଲକ୍ଷ୍ୟରେ, ସେହି ଶ୍ରଦ୍ଧା ଭକ୍ତି ପ୍ରେମରେ ସେ କହୁଥିଲେ, ଭଜନ ସେବା ବ୍ୟାପନ ହୃଦୟ, ଦୃପ୍ତ ରାଗେ ତୃପ୍ତି ନେଇ, ଭଗବାନଙ୍କର ସେଇ ତ ଆସନ, ମୂର୍ତ୍ତ ସେଠାରେ ଦୀପ୍ତି ଦେଇ। ତେଣୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଇଷ୍ଟଙ୍କ ନାମ ଜପ, ଧ୍ୟାନ ଓ ଚିନ୍ତନ କର। ତେବେ ହେ ମଣିଷ, ଦେଖିବ ତୁମେ ଆଉ ତୁମେ ହୋଇ ରହିବନି। କେବଳ ସକାଳ ବେଳା ନୁହେଁ କି କେବଳ ସନ୍ଧ୍ୟା ମଧ୍ୟ ନୁହେଁ, ଦୁଇଟି ହିଁ ଜୀବନର ଦୁଇଟି ମଜବୁତ ଆଧାର। ଯେପରି ଗୋଟିଏ ଡଙ୍ଗାକୁ ଗୋଟିଏ ଲଙ୍ଗରରେ ବାନ୍ଧିଲେ ସେ ଦୋହଲିବ ହିଁ ନିଶ୍ଚୟ, କିନ୍ତୁ ଦୁଇଟି ଲଙ୍ଗରରେ ବାନ୍ଧିଲେ ସେ ସ୍ଥିର ରହିବ। ଠିକ୍ ସେହିପରି ସକାଳ ପ୍ରାର୍ଥନା ଆପଣଙ୍କ ଦିନର ଆରମ୍ଭକୁ ଶକ୍ତି ଯୋଗାଏ, ଆଉ ସନ୍ଧ୍ୟା ପ୍ରାର୍ଥନା ଆପଣଙ୍କ ଦିନର ସମାପ୍ତିକୁ ଏକ ପବିତ୍ର ମନରେ ତାଙ୍କ ଶ୍ରୀପାଦ ପଦ୍ମରେ ସମର୍ପିତ କରେ। ଦିନ ଯାକର ଅଶାନ୍ତ ଚିତ୍ତକୁ ଶାନ୍ତ କରେ। ମନରେ ସେହି ପରମ ପିତାଙ୍କ ଅଦୃଶ୍ୟ ଛୁଆଁରେ ପୁଣି ଥରେ ଉନ୍ମାଦନାରେ ଭରି ଉଠେ। ଏବେ ଜାଣିବା ସନ୍ଧ୍ୟା ପ୍ରାର୍ଥନା କାହିଁକି ଆବଶ୍ୟକ। ପ୍ରଥମତଃ ମନର ପରିଶୁଦ୍ଧି ପାଇଁ। ଆମେ ସକାଳେ ସ୍ନାନ କରି ଶରୀରକୁ ଯେମିତି ପରିଷ୍କାର କରୁ, ସେମିତି ଦିନ ସାରାର ମନରେ କେତେ ଧୂଳି, କେତେ ମଳି ଜମିଯାଏ। ଯେମିତି କାହାର କଟୁ କଥା, ଅପମାନ, ରାଗ, ଚିନ୍ତା, ଅସନ୍ତୋଷ, ଭୟ ଇତ୍ୟାଦି, ଏହିସବୁ ମନକୁ ଭାରି କରିଦିଏ। ଯେମିତି ଲାଗେ, ନା ଆଉ ହେବନି, ଆଉ ପାରିବିନି। ଶେଷରେ ନକାରାତ୍ମକ ଚିନ୍ତା, ଭୟ, ଦୁଶ୍ଚିନ୍ତା, ହତାଶା, ନିରାଶା ନେଇ ଫେରେ। ଯଦି ସେହି ସମୟରେ ଠାକୁରଙ୍କ କଥା ଅନୁଯାୟୀ
କର, ତାହେଲେ ସନ୍ଧ୍ୟା ପ୍ରାର୍ଥନା ସେଇ ମନକୁ ଧୋଇ ଦିଏ। ଏହା ହେଉଛି ମନର ସ୍ନାନ, ଅର୍ଥାତ୍ ମନର ପରିଶୁଦ୍ଧତା। ସନ୍ଧ୍ୟା ପ୍ରାର୍ଥନା ଏହି ସବୁ ବିରୁଦ୍ଧରେ ଏକ ଆଧ୍ୟାତ୍ମିକ କବଚ ଭଳି କାମ କରେ। ଅଧିକାଂଶ ଲୋକ ଭାବନ୍ତି ସନ୍ଧ୍ୟା ପ୍ରାର୍ଥନା କେବଳ ଆଜି ପାଇଁ, କିନ୍ତୁ ଏହା ସତ୍ୟ ନୁହେଁ ବନ୍ଧୁଗଣ। ଆପଣ ଆଜି ସନ୍ଧ୍ୟାରେ ଯେଉଁ ସଂକଳ୍ପ କରିବେ, ଅବଶ୍ୟ କେଉଁଠି ନା କେଉଁଠି ଆସନ୍ତାକାଲି ସେହି ଅନୁସାରେ ଜୀବନ ଆପଣଙ୍କର ଚାଲିବ। ଆଜିର ସନ୍ଧ୍ୟା ଆସନ୍ତାକାଲିର ସକାଳର ବୀଜ। ବନ୍ଧୁଗଣ, ଶ୍ରୀ ଶ୍ରୀ ଠାକୁର ବାରମ୍ବାର କହିଛନ୍ତି, ଯେଉଁ ବ୍ୟକ୍ତି ସକାଳ ଓ ସନ୍ଧ୍ୟା ଉଭୟ ସମୟରେ ଇଷ୍ଟଙ୍କୁ ସ୍ମରଣ କରେ, ତାଙ୍କ ଜୀବନ ସାଧାରଣ ଜୀବନଠାରୁ ଅନେକ ଗୁଣ ଅଧିକ ସ୍ଥିର, ସଂଯତ, ସୁସଂଗଠିତ ଓ ଶାନ୍ତ ହୁଏ। ଯେଉଁଠି ସକାଳ ପ୍ରାର୍ଥନା ଆମକୁ ଶକ୍ତି ଦିଏ, ସେଇଠି ସନ୍ଧ୍ୟା ପ୍ରାର୍ଥନା ସେହି ଶକ୍ତିକୁ ସୁରକ୍ଷିତ ରଖେ, ତାକୁ ଆହୁରି ଦ୍ୱିଗୁଣିତ କରି ବଢ଼ାଏ। ଏକ ବ୍ୟବସାୟୀ ଦୋକାନର କଥା ଭାବନ୍ତୁ। ସେ ସକାଳେ ଦୋକାନ ଖୋଲିଲେ ଦିନଯାକର ଆୟ ବ୍ୟୟ କିଛି ହିସାବ କରେ ନାହିଁ, କି ରାତିରେ ହିସାବ କରେ ନାହିଁ, ଆଉ ବନ୍ଦ କରି ଘରକୁ ଫେରି ଆସେ। ତାପରେ ସେ କ'ଣ ଅନୁଭବ କରେ? ନା ତା'ର ମନ ସ୍ଥିର ରୁହେ, ନା କୌଣସି କାର୍ଯ୍ୟରେ ମନ ଲାଗେ। ମନ ଅସ୍ଥିର ରୁହେ, ଅଶାନ୍ତ ଚିତ୍ତରେ ଘୁରି ବୁଲେ। ତାହେଲେ ପରଦିନ କ'ଣ ହେବ? କିଛି ମନେ ନଥିବ, ଆଉ ସବୁ କିଛି ଭୁଲି ଯାଇଥିବେ। ବିରକ୍ତି ମନୋଭାବ ନିଶ୍ଚିନ୍ତ ଆସିବ, ସବୁ ହିସାବ ଗୋଳମାଳ ହୋଇଯିବ। ଠିକ୍ ସେହିପରି ସକାଳ ପ୍ରାର୍ଥନା କଲେ, କିନ୍ତୁ ସନ୍ଧ୍ୟାରେ ନିଜ ଜୀବନର ହିସାବ କଲେ ନାହିଁ, ମୋର କେତେ ଭୁଲ, କେତେ ଠିକ୍ କେଉଁଠି ହେଲା, ତାହେଲେ ମନରେ ଅନେକ ଅସମାପ୍ତ ଭାର ଜମି ରହିଯାଏ। ଆଉ ଶ୍ରୀ ଶ୍ରୀ ଠାକୁର ଏହା ମଧ୍ୟ ଶିଖାଇଛନ୍ତି, ପ୍ରାର୍ଥନା କେତେ ସମୟ କଲେ ତାହା ବଡ଼ କଥା ନୁହେଁ, କେତେ ଭକ୍ତିର ସହିତ କଲେ, କେତେ ଆନ୍ତରିକତାର ସହ ପ୍ରଭୁଙ୍କ ଶ୍ରୀଚରଣରେ ନିଜକୁ ସମର୍ପିତ କଲେ, ସେଇଟା ହିଁ ପ୍ରକୃତ କଥା। ଶ୍ରୀ ଶ୍ରୀ ଠାକୁର ତାଙ୍କର ଛଡ଼ାରେ କହୁଛନ୍ତି, କ'ଣ କରିବା ହିଁ ଉଚିତ ଥିଲା, କେଉଁଥିରେ ହିଁ ବା ତୋର ହେଲା ଦୋଷ। କ'ଣ କରିବା ହିଁ ଉଚିତ ଥିଲା, କେଉଁଥିରେ ହିଁ ବା ତୋର ହେଲା ଦୋଷ। ଏଇଟା ଯଦି ସୁଧାରି ନ ଦେଉ, ଜୀବନ ଭରି ହିଁ ରହିବ ଅବଶୋଷ। ଏ ସନ୍ଧ୍ୟା ପ୍ରାର୍ଥନା କରିବାର ସମ୍ପୂର୍ଣ୍ଣ ପଦ୍ଧତି କ'ଣ ଜାଣନ୍ତି? ପ୍ରଥମ ପଦକ୍ଷେପ ହେଲା ସମୟ। ଆମର ଏକ ନିର୍ଦ୍ଦିଷ୍ଟ ସମୟ ଅଛି ପ୍ରେୟାର କରିବାର, ସେ ସକାଳେ ହେଉ ବା ସନ୍ଧ୍ୟାରେ। ଯାହା ସୂର୍ଯ୍ୟାସ୍ତର ସମୟ, ଅର୍ଥାତ୍ ଗୋଧୂଳି ବେଳା ସବୁଠାରୁ ଉତ୍ତମ ସମୟ ବୋଲି ଶାସ୍ତ୍ର ବି କୁହେ। ପ୍ରତିଦିନ ସମ୍ଭବ ହେଲେ ଗୋଟିଏ ସମୟରେ ପ୍ରାର୍ଥନା କରନ୍ତୁ। ଦ୍ୱିତୀୟ ପଦକ୍ଷେପ, ଆମ ମନର ପରିଶୁଦ୍ଧତା। ପ୍ରାର୍ଥନା ପୂର୍ବରୁ ନିଜକୁ ପରିଷ୍କାର ରଖିବା। ନିଜର ହାତ ମୁହଁ ଧୋଇ ନିଅନ୍ତୁ। ସମ୍ଭବ ହେଲେ ଗୋଟିଏ ଦୀପ ଜଳାନ୍ତୁ, ଧୂପ କିମ୍ବା ଅଗରବତୀ ଦେଇପାରନ୍ତି। ବାହ୍ୟ ଆଡ଼ମ୍ବର ନୁହେଁ, ନିଜକୁ ନିଜେ ଭିତରୁ ଓ ବାହାରୁ ପରିଶୁଦ୍ଧତା ଓ ସରଳତା ହିଁ ପ୍ରକୃତ ସଜାଣ। ତୃତୀୟ ପଦକ୍ଷେପ ହେଉଛି ଆତ୍ମସମୀକ୍ଷା। ପ୍ରାର୍ଥନା ପୂର୍ବରୁ ନିଜକୁ 3ଟି ପ୍ରଶ୍ନ ପଚାରନ୍ତୁ। ପ୍ରଥମ, ଆଜି ମୁଁ କେଉଁ ଭଲ କାମ କଲି? ଆଜି ମୋର କେଉଁଠି ଭୁଲ ଟିକେ ରହିଗଲା? ଆସନ୍ତାକାଲି ମୁଁ କେଉଁଥିରେ ନିଜକୁ ସୁଧାରିବାକୁ ଚାହେଁ? ଏହି 3 ମିନିଟର ଆତ୍ମସମୀକ୍ଷା ହିଁ ସନ୍ଧ୍ୟା ପ୍ରାର୍ଥନାର ପ୍ରାଣ ହୋଇ ଉଠିବ। ଯେପରି ଆପଣ ଓ ଆପଣଙ୍କର ସେହି ଇଷ୍ଟ ଦେବ, ମଝିରେ ଆଉ କେହି ନାହିଁ। ଶେଷ ପଦକ୍ଷେପ ହେଲା ଆସ ସଂକଳ୍ପ ନେବା। ପ୍ରାର୍ଥନା ଶେଷରେ ଗୋଟିଏ ଛୋଟ ସଂକଳ୍ପ ନିଅନ୍ତୁ, ଯେପରି ଆସନ୍ତାକାଲି ମୁଁ ମୋର ରାଗକୁ ନିୟନ୍ତ୍ରଣ କରିବି, କାହାକୁ କଟୁ କଥା କହିବି ନାହିଁ, ସମୟର ସଦୁପଯୋଗ କରିବି,
ନାମ ଜପରେ ଅଧିକ ମନୋନିବେଶ କରିବି। ଶେଷରେ ଭକ୍ତିଭରା ମନରେ କୁହନ୍ତୁ ଜୟ ଗୁରୁ। ବନ୍ଧୁଗଣ, ସନ୍ଧ୍ୟା ପ୍ରାର୍ଥନା କୌଣସି ଉପଚାରିକତା ନୁହେଁ। ଏହା ଆମ ଆତ୍ମାର ପ୍ରତିଦିନର ଶକ୍ତି ସଞ୍ଚୟର ଚାବିକାଠି। ଯେପରି ମୋବାଇଲ ପ୍ରତିଦିନ ଚାର୍ଜ ନ କଲେ ବନ୍ଦ ହୋଇ ପଡ଼ିଥାଏ, ସେହିପରି ସନ୍ଧ୍ୟା ପ୍ରାର୍ଥନା ବିନା ଆମର ମନ, ଶରୀର ଧୀରେ ଧୀରେ କ୍ଳାନ୍ତ, ଅଶାନ୍ତ ଓ ଦୁର୍ବଳ ହୋଇ ପଡ଼ି ରୁହେ। ତେଣୁ ଆଜିଠାରୁ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସପ୍ତାହର 7 ଦିନର ସନ୍ଧ୍ୟା ପ୍ରାର୍ଥନା କରିବା ପାଇଁ ଗୋଟିଏ ଦୃଢ଼ ସଂକଳ୍ପ ନେବା। ଯଦି ଆପଣ ଏହି ସଂକଳ୍ପରେ ସାମିଲ ହେଉଛନ୍ତି, ତେବେ କମେଣ୍ଟସ୍ ବକ୍ସରେ ନିଶ୍ଚୟ ଲେଖନ୍ତୁ ଜୟ ଗୁରୁ, ଆଜିଠାରୁ ସନ୍ଧ୍ୟା ପ୍ରାର୍ଥନା ମୁଁ ଆରମ୍ଭ କରିବି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ନିଜ ପରିବାର ଓ ବନ୍ଧୁମାନଙ୍କ ସହ ସେୟାର ନିଶ୍ଚୟ କରନ୍ତୁ ଏବଂ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ତେବେ ଆଜିର ବିଷୟବସ୍ତୁରେ ଏଇଠି ରହୁଛୁ। ପୁଣି ଆଉ ଗୋଟିଏ ଏଇଭଳି ଶିକ୍ଷଣୀୟ ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମମ୍।